ପ୍ରଥମ କ୍ଷୁଦ୍ରଗଳ୍ପ ବଛା ଫୁଲ। ଲୀନା କଥା କହିଲେ ସେ ତାଙ୍କ ଗାଁର ସବୁ ଝିଅଙ୍କଠାରୁ ସରସ। ରୂପ ଯେମିତି ଗୁଣ ବି ସେମିତି। ତେଣୁ ତା'ର ପିଲାଦିନର ସାଙ୍ଗମାନେ ତାକୁ ଏଥିପାଇଁ କହୁଥିଲେ, ସତରେ ଲୀନା, ତୋ ପାଇଁ ଦୁନିଆରେ ବରର ଅଭାବ ପଡ଼ିବନି। ବିବାହ ପ୍ରସ୍ତାବ ଆସିଲେ ନା ଅନେକ ଥର କନ୍ୟା ଦେଖା ତୋ ପାଇଁ ଲୋଡ଼ା ହବନି। ପ୍ରଥମ ପ୍ରସ୍ତାବରେ ଆସୁଥିବା ରାଜକୁମାର ତୋତେ ଏକାଥରକେ ଦେଖିଲା ମାତ୍ରେ ସମ୍ମତି ଦେଇ ଚାଲିଯିବ। ଆଉ ତା'ପରେ ତୋ ଇଚ୍ଛା। ତା ପସନ୍ଦରେ କ'ଣ ଅଛି? ତୋ ପସନ୍ଦ ପୁଣି ଅଛି ତ? ସାଙ୍ଗମାନଙ୍କ ପ୍ରଶଂସା ଶୁଣି ଲୀନା ଗର୍ବିତ ହୁଏନି। ବରଂ କହି ପକାଏ, ଯାଉନା, ମୋତେ ଏତେ ଟେକିଟାକି କଥା କୁହନା। କାହା ଭାଗ୍ୟରେ ଯେ କ'ଣ ଘଟିବ ତାହା କେହି କହିପାରିବେନି। ତା ଛଡ଼ା ତୁମେମାନେ ତ ସବୁ ସୁନ୍ଦର ଏବଂ ଗୁଣର। ତୁମମାନଙ୍କର ବାହାଘର କ'ଣ ସହଜରେ ହେଇପାରିବନି? ହେଇପାରିବ ନା। ସାଙ୍ଗମାନଙ୍କର କୋଉ କଥା କାହା ପାଇଁ କ'ଣ ଯେ ହୋଇଯାଏ କେହି ଭାବି ନଥାନ୍ତି। କାହାର ବାହାଘର ଆଗ ହବ, କାହାର ପଛେ ହବ, ଆଉ କାହାର ବାହାଘର ଆଦୌ ହେଇପାରିବନି। ଏମିତି ଅନେକ ଥଟ୍ଟା ମଜାର ଆଲୋଚନା ସମାଲୋଚନା ଲାଗେ। କିଏ କଥାକୁ ଗୁରୁତ୍ୱ ଦିଏ ତ କିଏ ତାକୁ ଜମା ଦିହକୁ ନିଏନି। ଲୀନାର କିନ୍ତୁ ମନ ଭିତରେ ଥାଏ, ତା ବାହାଘର ସମସ୍ତଙ୍କଠାରୁ ଆଗ ହେଇଯିବ। ବାପା ସରପଞ୍ଚ ସଦାଶିବ ବାବୁ ଲୀନା ବାହାଘରକୁ ଖିଆଲ ରଖିଥାନ୍ତି। ସରପଞ୍ଚ ଥିବା ଭିତରେ ଝିଅର ବାହାଘରଟା ସାରିଦେଲେ ମଙ୍ଗଳ ହବ। ଲୋକେ ଜାଣିବେ ସରପଞ୍ଚ ଝିଅର ବାହାଘର ହବ। ନାମୀ ଦାମୀ ଅତିଥିମାନେ ନିମନ୍ତ୍ରିତ ହୋଇ ଆସିବେ। ଗ୍ରାମବାସୀମାନଙ୍କୁ ଉଚ୍ଚମାନର ଭୋଜି ମିଳିବ। ସଦାଶିବବାବୁ ଝିଅର ବାହାଘର ଘରେ କରେଇବେ, ସହରର ମଣ୍ଡପ ନେଇ କରିବା ସପକ୍ଷରେ ନଥିଲେ। ପତ୍ନୀ ଅନିତାଙ୍କର ମଧ୍ୟ ସେଇ ଇଚ୍ଛା। ସହରରେ ବାହାଘର କଲେ ଗାଁ ଲୋକେ କାହିଁକି ଯିବେ? ସରପଞ୍ଚ ଘର ଜ୍ୱାଇଁଟି କେମିତି ବୋଲି ଜାଣିବେ କିପରି? ଲୀନା ଭଳି ରାଜକୁମାରୀକୁ ଜ୍ୱାଇଁଟି ଠିକ୍ ଅଛି କି ନାହିଁ ମତାମତ ବି ଦେଇପାରିବେନି। ପତି ପତ୍ନୀଙ୍କର ଏଭଳି ଭାବନା କେବଳ ଭାବନାରେ ରହିଥାଏ। କେବେ ସେମାନେ ଝିଅ ପାଇଁ ବରପାତ୍ର ଯୋଗାଡ଼ରେ ମନ ଦେଇ ନଥାନ୍ତି। ସମୟ ଗଡ଼ିଯାଏ। ଲୀନାର ସାଙ୍ଗମାନେ ସେତେବେଳକୁ ୟା ମଧ୍ୟରେ ଆଗପଛ ହୋଇ ବାହା ହେଇ ସାରିଥାନ୍ତି। ନିମନ୍ତ୍ରଣ ପାଇ ସମସ୍ତଙ୍କ ବାହାଘରକୁ ଲୀନା ଯାଇଥାଏ। ତାଙ୍କ ସହିତ ମଜା ମଉଜ କରିଥାଏ। ତାରି ଭିତରେ ସେଇ ସାଙ୍ଗମାନଙ୍କର ଥଟ୍ଟା ମଜା କଥା ତା'ର ମନେ ପଡ଼ିଯାଏ। ଯେତେ ସାଙ୍ଗ ସବୁ ବାହା ହେଇଗଲେ କେହି ତ ତା ଭଳି ସେମିତି ସୁନ୍ଦର ନଥିଲେ କି ଗୁଣର ନଥିଲେ। କାହାର ପାରିବାରିକ ଆର୍ଥିକ ସ୍ୱଚ୍ଛଳତା ମଧ୍ୟ ସେତେ ଭଲ ନଥିଲା। ତଥାପି ପ୍ରକୃତ ବିବାହ ବୟସରେ ସେମାନେ ବାହା ହେଇଗଲେ। କିନ୍ତୁ ତା'ର ବୟସ ଗଡ଼ିଗଲାଣି। ବାପା ମା ଜାଣି ବି ଆଡ଼ମ୍ବର ବିବାହକୁ ଗୁରୁତ୍ୱ ଦେଇ କାଳ ବିଳମ୍ବ କରୁଛନ୍ତି। କ୍ଷତି ସହୁଛି ଲୀନା। ଯୌବନର ଗାରିମା କମି କମି ଆସେ। ଆଶା ଆକାଂକ୍ଷାରେ ବିବ୍ରତ ହୋଇଯାଏ ଲୀନା। ନିଜକୁ ନିଜେ ଏତିକି କହି ବୁଝାଉଥାଏ ଯେ, ମୋ ବାହାଘରଟା ବାପା ମାଙ୍କର ଦାୟିତ୍ୱ। କେବେ କରୁଛନ୍ତି କରନ୍ତୁ। ସଦାଶିବବାବୁଙ୍କ ମନଟା ଏଣିକି ଅସ୍ଥିର ହେବାକୁ ଆରମ୍ଭ ହୁଏ। ଲୀନାର ବାହାଘର ପାଇଁ ନୁହେଁ, ଦୈବାତ୍ ଆଗତ ଏକମାତ୍ର ସମସ୍ୟାକୁ କେନ୍ଦ୍ର କରି ପଞ୍ଚାୟତର ସଦସ୍ୟମାନେ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ତାଙ୍କ କାର୍ଯ୍ୟକଳାପକୁ ଯେଉଁମାନେ ପ୍ରଶଂସା କରୁଥିଲେ ସେମାନେ ଆଜି ତାଙ୍କର ଶତ୍ରୁ ସାଜିଛନ୍ତି। ଯେଉଁ ଗୋଟିଏ ଗାଁକୁ ନେଇ ଗଠିତ ପଞ୍ଚାୟତର ସେ ସରପଞ୍ଚ, ସେ ଗାଁ ଲୋକେ କାଲି ତାଙ୍କୁ ବାହା ବାହା କରୁଥିଲେ, ଆଜି କିନ୍ତୁ ତାଙ୍କର କୁତ୍ସା ରଟନା କରିବାରେ ବ୍ୟସ୍ତ। ଅନାସ୍ଥା ପ୍ରସ୍ତାବରେ ହାରିଯାଇଛନ୍ତି ସଦାଶିବବାବୁ। ସରପଞ୍ଚ ପଦ ଚାଲିଯାଇଛି। ଲୋକଙ୍କ ପାଖରୁ ଭଲ ପାଇବା ତୁଟିଯାଏ। ଏଥିପାଇଁ ତାଙ୍କୁ ଦୁଃଖ କରିବା ତ ସ୍ୱାଭାବିକ, କିନ୍ତୁ ଏ ଦୁଃଖରୁ ବଳିଯାଏ ଏକମାତ୍ର କନ୍ୟା ଲୀନାର ବାହାଘରଟା କରେଇ ପାରିଲେନି। ପତ୍ନୀ ଅନିତା ମଧ୍ୟ ଭାଙ୍ଗି ପଡ଼ିଲେ। ତାଙ୍କର ସବୁ ଆଶା ଆଶାରେ ରହିଗଲା। ଲୀନା କିନ୍ତୁ ଭାଙ୍ଗି ପଡ଼ି ନଥାଏ। ସେ ନିଜକୁ ସାନ୍ତ୍ୱନା ଦେଉଥାଏ ଏତିକି କହି, ବିଭାଘରଟା ବାପା ମାଙ୍କର ହାତର କଥା ନୁହଁ, ତାହା ବିଧାତାର ବିଧାନ। ବିବାହ ଯଦି ତା'ର ଭାଗ୍ୟରେ ନାହିଁ ତେବେ କେହି ତାକୁ କରେଇ ପାରିବେନି।
ଝିଅ ସୁନ୍ଦର ଥାଉ, ଗୁଣର ଥାଉ, ବାପା ମାଆଙ୍କ ପାଖରେ ଟଙ୍କା ସୁନାର ଅଭାବ ନଥାଉ, ଝିଅକୁ ବିବାହ ଦେଇ ବାପା ମାଆଙ୍କର ଅଭିଳାଷ ଯେ ପୂର୍ଣ୍ଣ ହେବ ଏହା ସମସ୍ତଙ୍କ ଭାଗ୍ୟରେ ସମ୍ଭବ ନୁହେଁ, ବ୍ୟତିକ୍ରମ ବି ଘଟେ। ଲୀନା ଭାଗ୍ୟର ପରିଣତି ତାହା ହିଁ ହୁଏ। ସଦାଶିବବାବୁ ଆଉ ପତ୍ନୀ ଅନିତା ଧୈର୍ଯ୍ୟ ଧରି ଚେଷ୍ଟା କରନ୍ତି ଲୀନାକୁ ବାହା କରିଦେବା ପାଇଁ, କିନ୍ତୁ ସମ୍ଭବ ହୁଏନି। ବାପା ମାଆଙ୍କର ମାନସିକ ବିଷାଦକୁ ଅନୁଭବ କରିପାରେ ଲୀନା। ନିଜର ବିଚ୍ୟୁତ ସୌନ୍ଦର୍ଯ୍ୟକୁ ବିବାହ ଅଯୋଗ୍ୟ ମଣେ। ବାପା ମାଆଙ୍କୁ ମନା କରିଦିଏ ବାହା ହେବା ପାଇଁ। ବିନା ଦ୍ୱିଧାରେ କହିପକାଏ ସେମାନଙ୍କୁ, ନା, ମୋର ବାହାଘର ଚିନ୍ତାରେ ତୁମେ ନିଜ ଦୁଃଖକୁ ଆଉ ବଢ଼ିବାକୁ ଦିଅ ନା। ମୁଁ ତ ମୋତେ ବୁଝେଇ ସାରିଛି, ବିବାହ କରିବା ମୋର ଆଉ ଆବଶ୍ୟକ ନାହିଁ। ବରଂ ବଛା ଫୁଲ ହୋଇ ଅବିବାହିତା ରୂପେ ସାରା ଜୀବନ ବିତାଇବି। ତୁମମାନଙ୍କର ସେବା ଏବଂ ସମାଜ ସେବାକୁ ଶ୍ରେଷ୍ଠ ଧର୍ମର ସ୍ଥାନ ଦେଇ ଢେର ପୁଣ୍ୟ ଅର୍ଜନ କରିପାରିବି। ମୋ ଝିଅ ବଛା ଫୁଲ ହୋଇ ରହିଯିବ କହି ସଦାଶିବବାବୁ ଆଉ ପତ୍ନୀ ଅନିତାଙ୍କ ଆଖିରୁ ଧାର ଧାର ଲୁହ ଝରି ପଡ଼ୁଥାଏ।